ଆଜ୍ଞା ଆମେ ଯୋଉ କହୁ ସତ୍ୟକୁ ଜାଣିବା ସତ୍ୟଟା ପ୍ରକୃତ ସତ୍ୟଟା ମାନସିକ ସ୍ଥିତି ଗୋଟେ ନା ଆଉ କିଛି ତା ଅଛି? ଗୁରୁ କରୁଛୁ ନା? ନାଇଁ ଆଜ୍ଞା ନାଇଁ। ଗୁରୁ କରୁନୁ ସତ୍ୟକୁ ଜାଣିବୁ ତ? ଆଜ୍ଞା। ଆଉ ଯିଏ ମିଥ୍ୟା ନୁହେଁ ସେଇଟା ସତ୍ୟ। ଆଜ୍ଞା। ତେଣୁ ତମେ କାହାକୁ ସତ୍ୟ ବୋଲିକି ଭାବୁଛ? ନାଇଁ ସିଏ ତ ଆଜ୍ଞା ଜାଣିନି ହଁ କୋଉଟା ଶୁଣ ସତ୍ୟ କୋଉଟା ହଁ ମିଛ। ବାସ୍ ତେଣୁ ଗୋଟେ କଥା ହଉଛି ଯୋଉଟା ପରମାନେଣ୍ଟ ସେଇଟା ସତ୍ୟ, ଆଜ୍ଞା ଯୋଉଟା ଟେମ୍ପୋରାରୀ ସେଇଟା ହଉଛି ମିଥ୍ୟା। ଆଜ୍ଞା ହେଲା, ଯୋଉଟା ଚିରସ୍ଥାୟୀ ସେଇଟାକୁ ସତ୍ୟ କୁହନ୍ତି, ଯୋଉଟା କ୍ଷଣସ୍ଥାୟୀ ସେଇଟା ହଉଛି ମିଥ୍ୟା। ଆଜ୍ଞା ହେଲା, ତେଣୁ ଆଜ୍ଞା ବର୍ତ୍ତମାନ ବିଶ୍ବ ବ୍ରହ୍ମାଣ୍ଡରେ ଦେଖେ କୋଉ ଜିନିଷର ବିନାଶ ନାହିଁ। ଆଜ୍ଞା। ଦେଖିବୁ ବୃକ୍ଷ, ଲତା, ଗଛ, ପୃଥିବୀ, ଗ୍ରହ, ନକ୍ଷତ୍ର ସମସ୍ତଙ୍କର ବିନାଶ ଅଛି। ଆଜ୍ଞା। ସମସ୍ତଙ୍କର ସୃଷ୍ଟି ମଧ୍ୟ ଅଛି। ଆଜ୍ଞା ସମସ୍ତେ କିଛି ସମୟ ପର୍ଯ୍ୟନ୍ତ ମଧ୍ୟ ରହିଛନ୍ତି। ଆଜ୍ଞା ନୁହେଁ କି? ତେଣୁ ପ୍ରତ୍ୟେକ ବସ୍ତୁ ଯାହାକୁ ଆମେ ଦେଖୁଛନ୍ତି ଆମ ଆଖି ଆଗରେ ଦେଖୁଛନ୍ତି ବା ଆମ କଳ୍ପନାରେ ମଧ୍ୟ କଳ୍ପନା କରୁଛନ୍ତି, ଗ୍ରହ ନକ୍ଷତ୍ର ତାରା ଯୋଉମାନେ ରହିଲେ ଆଜ୍ଞା ସେମାନେ ସମସ୍ତେ ହଉଛନ୍ତି ମାନେ କ୍ଷଣସ୍ଥାୟୀ। ଆଜ୍ଞା। ତେଣୁ ତାକୁ କୁହାଯିବ ମିଥ୍ୟା। ଆଜ୍ଞା। ତେଣୁ ଆମର ଯଦି ଆମେ ଯଦି ଧରିବା ଯୋଉଟା କ୍ଷଣସ୍ଥାୟୀ ସେଇଟାକୁ ମିଥ୍ୟା ବୋଲି ଧରିବା, ତେଣୁ ଏଗୁଡାକ ସବୁ ମିଥ୍ୟା। କାହିଁକି ନା ଆଜ୍ଞା ଦେଖା ଯାଉଛନ୍ତି କିଛି ସମୟ ପର୍ଯ୍ୟନ୍ତ ଦେଖା ଯାଉଛନ୍ତି, ତାପରେ ଦେଖିଲା ବେଳକୁ ପୁଣି ଅଦୃଶ୍ୟ ହେଇଯିବେ। ଆଜ୍ଞା ସେଇଟା ହେଲା ମିଥ୍ୟା। ମୁଁ ମିଥ୍ୟାର ଆଉ ଗୋଟେ ଉଦାହରଣ ଦଉଛି, ଯେ ତମେ ଗୋଟେ ଅମାବାସ୍ୟା ଅନ୍ଧାର ରାତିରେ ତମେ ଦୂରକୁ ଯା, ଦୂରରେ ଦେଖିବ ଯେ ଦଳେ ଲୋକ ସିଏ ତାଙ୍କର ତମ ଠାରୁ ପ୍ରାୟ ହାଫ୍ କିଲୋମିଟର କି 1 କିଲୋମିଟର ଦୂରରେ ଗୋଟେ ନିଆଁ ହୁଳା ଧରିକି ସେ ବୁଲାନ୍ତୁ, ଖୁବ ଜୋର ଆଜ୍ଞା ବୁଲଉଥିବେ। ଆଜ୍ଞା ବୁଲିଲା ମାତ୍ରେ ସେଇ ଯୋଉ ଚକାଟା ଦେଖା ଯାଉଛି ସେଇଟା କଣ ପ୍ରକୃତ କଣ ନିଆଁର ଚକ୍ର କି? ନାଇଁ ଆଜ୍ଞା। କିନ୍ତୁ ଆମକୁ ଦେଖା ହଉଛି ସେଟା ନିଆଁର ଚକ୍ର ଭଳିଆ। ଆଜ୍ଞା ନୁହେଁ କି? ସେଇଟା ହଉଛି ମିଥ୍ୟା। କାହିଁକି ଆଜ୍ଞା ନା ଘୁରୁ ଥିଲା ପର୍ଯ୍ୟନ୍ତ ତମକୁ ଚକା ଭଳିଆ ଦେଖା ହଉଛି, ଘୂର୍ଣ୍ଣନ ବନ୍ଦ ହେଇଗଲେ ସେ ଚକା ଆଉ କୁଆଡେ ଗଲା, ଅଛି କି? ଆଜ୍ଞା ନାଇଁ ତେଣୁ ଆଜ୍ଞା ସେଇଟା ହଉଛି କ୍ଷଣସ୍ଥାୟୀ। ତେଣୁ ଆମେ ଯାହାକୁ ବିଶ୍ବ ବ୍ରହ୍ମାଣ୍ଡରେ ଦେଖିବା ସବୁ ଗୁଡାକ ହଉଛି କ୍ଷଣସ୍ଥାୟୀ। ଆଜ୍ଞା ତେଣୁ ସେଥିପାଇଁ ସେଗୁଡାକ ସବୁ ହଉଛି ମିଥ୍ୟା। ଆଜ୍ଞା କିନ୍ତୁ ଏଇ କ୍ଷଣସ୍ଥାୟୀ ଭିତରେ ଆଉ ଗୋଟିଏ ଜିନିଷ ରହିଛି ଯୋଉଟା କି ଚିରସ୍ଥାୟୀ। ଆଜ୍ଞା ଯାହା ଠାରୁ ଏ ପଦାର୍ଥ ଗୁଡାକ ସବୁ ସୃଷ୍ଟି ହେଇଛି, ଏ ଆଜ୍ଞା ବସ୍ତୁ ଗୁଡାକ ସୃଷ୍ଟି ହେଇଛି, ଏଟାକୁ ଆଜ୍ଞା ତୁ ହଠାତ୍ ବୁଝି ପାରିବୁନୁ। ବିଜ୍ଞାନ ହିସାବରେ ଜାଣିଲେ ବୈଜ୍ଞାନିକ ମାନେ କହୁଛନ୍ତି ଯେ ଏମାନେ ଗୋଟେ ଭାର୍ଚୁଆଲ ମାନେ ଭାର୍ଚୁଆଲ ଆଜ୍ଞା ଯୋଉ ସ୍ପନ୍ଦନ, ଆଜ୍ଞା କ୍ଷଣିକ ସ୍ପନ୍ଦନ ହେଲା ଆଜ୍ଞା କି, ସେ ଆଜ୍ଞା ଭାର୍ଚୁଆଲ ଭାଇବ୍ରେସନରୁ ଭାର୍ଚୁଆଲ ପଲସେସନରୁ ଏଗୁଡାକ ସବୁ ଇଲେକ୍ଟ୍ରୋନ, ପ୍ରୋଟନ, ନ୍ୟୁଟ୍ରନ ତିଆରି ହଉଛନ୍ତି ଏବଂ ଆଜ୍ଞା ତାରି ଦେହରୁ ଅଣୁପରମାଣୁ ତିଆରି ହେଇକି ପଦାର୍ଥ ସବୁ ତିଆରି ହେଇଛି। ଆଜ୍ଞା ତେଣୁ ଆମେ ଯଦି ଜାଣିବା ଯେ ଇଂରାଜୀରେ ଯଦି ସେଠୁ କହିବା ସମଥିଙ୍ଗ ଇଜ କମିଙ୍ଗ ଆଉଟ୍ ଅଫ୍ ନଥିଙ୍ଗ, ଆଜ୍ଞା ବୁଝିଲେ କି? ଯେ ଆଜ୍ଞା କୌଣସି କିଛି ନଥିବାରୁ ଏଇ ଜିନିଷ ଗୁଡିକ ସବୁ ସୃଷ୍ଟି ହେଇଛି, ଆଜ୍ଞା ଶୂନ୍ୟରୁ ଏ ପଦାର୍ଥ ଗୁଡିକ ସବୁ ସୃଷ୍ଟି ହେଇଛି। ପୁଣି ଆଜ୍ଞା ଯେତେବେଳେ ଯେହେତୁ ଏଗୁଡା ସବୁ ଅସ୍ଥାୟୀ ପୁଣି ଯାଇକି ଶୂନ୍ୟରେ ମିଶିଯିବେ। ଆଜ୍ଞା ଆଜ୍ଞା ତେଣୁ ଏଗୁଡାକ ସବୁ ଗୁଡାକ ମିଥ୍ୟା। ହେଲା ଆଜ୍ଞା କି? ଶୂନ୍ୟରେ ମିଶି ସାରିଲା ପରେ ଶୂନ୍ୟରେ ଯେତେବେଳେ ମନେ କରାଯାଉ ବିଶ୍ଵର ସମସ୍ତ ପଦାର୍ଥ ଯାଇକି ଶୂନ୍ୟରେ ମିଶିଗଲେ, ଆଜ୍ଞା ମିଶିଗଲେ ସାରା ବିଶ୍ଵ ଟା ଗୋଟେ ଶୂନ୍ୟମୟ ହେଇଗଲା। ଆଜ୍ଞା ସେଇ ଶୂନ୍ୟ ଭିତରେ ଯୋଉ ଲାଷ୍ଟ ପଦାର୍ଥଟି ରହିଲା, ଲାଷ୍ଟ ସାରାଂଶ ରହିଲା, ଆଜ୍ଞା ସେଇଟା ହଉଛି ସତ୍ୟ। କାହିଁକି ନା ତାର ସୃଷ୍ଟି ନାହିଁ, ସ୍ଥିତି ନାହିଁ, କି ବିନାଶ ନାହିଁ। ଆଜ୍ଞା ସବୁ ଗୁଡାକ ଯାଇକିରି ତାର ଦେହରେ ମିଶି ଯାଉଛି, ପୁନଶ୍ଚ ସେଥିରୁ ପୁଣି ସୃଷ୍ଟି ହେଇକିରି କଣ କଲା ନା ବିଶ୍ବ ବ୍ରହ୍ମାଣ୍ଡ ସୃଷ୍ଟି ହଉଛି। ତେଣୁ ଆଜ୍ଞା ସେଇ ଯୋଉ ଗୋଟିଏ ପଦାର୍ଥ ହଉଛି ସତ୍ୟ, ତାକୁ ଛାଡିଦେଲେ ଆଉ ସବୁ ଗୁଡାକ ହଉଛି ମିଥ୍ୟା। ସେଇ ପଦାର୍ଥ ଟିକି ଆମର ଦାର୍ଶନିକ ମାନେ କହନ୍ତି ବ୍ରହ୍ମ, ଆଜ୍ଞା ଯିଏକି ଶୂନ୍ୟରେ ରହିଛି। ସେଥିପାଇଁ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ କହିଲେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା। ବ୍ରହ୍ମ ସତ୍ୟ ଅର୍ଥାତ୍ ମହାଶୂନ୍ୟରେ ଯୋଉ ଶେଷ ନିର୍ଯାସ ରହିଲେ, ଶେଷ ଶକ୍ତି ଟିକକ ରହିଲେ, ଚୈତନ୍ୟ ଶକ୍ତି ରହିଲେ, ଆଜ୍ଞା ସେଇଟା ହଉଛି ସତ୍ୟ। ତାକୁ ଛାଡିଦେଲେ ଆଉ ସବୁ ଗୁଡାକ ମିଥ୍ୟା। କାହିଁକି ନା ଇଏ ସବୁ ଗୁଡାକ ହଉଛି କ୍ଷଣସ୍ଥାୟୀ, ସେଇଟା ହଉଛି ଚିରସ୍ଥାୟୀ। ତାର ଆଜ୍ଞା କେବେ ହେଲେ ବିନାଶ ନାହିଁ। ଆଜ୍ଞା ସେଥିପାଇଁ ଆମର ଆଉ ଜଣେ ମହାପୁରୁଷ କହିଲେ କଣ ଶୁଣୁ, ଯେ ଆଜ୍ଞା କାଳେ ଏ ବିଶ୍ଵ ନଥିଲା ରେ ବାବୁ ଆତ୍ମା ଥିଲା ବିରାଜିତ, ଏବେ ମଧ୍ୟ ଆତ୍ମା ବିରାଜୁ ଅଛି ରେ ଭବିଷ୍ୟ ଥିବ ନିଶ୍ଚିତ। ତେଣୁ ଆତ୍ମା ହଉଛି ସତ୍ୟ,
आत्मा कुह परमात्मा कुह जीवात्मा कुह ब्रह्म कुह जहाँ तुम कहीपर ताको जो नाम नामित कर से जो चैतन्यमय चित शक्ति सेटा ଆଜ୍ଞା हूँ सत्य ता देहरु सब सृष्टि होउची एवं ये सब गुड़ाक मिथ्या ता देहर जाके विलय होउची ଆଜ୍ଞା बुझिपाइल ଆଜ୍ଞା हाँ से ब्रह्म हूँ सत्य तो से ब्रह्म कोठी अच्छी ना अयमात्मा ब्रह्म ए देह भितर आत्मा जी कथा कहूँ जी कथा प्रेरणा दूची जी इंद्रिय को चालना करुच्ची जी मते आखिरे देखे दौची कान रे शुणे दौची जीवारे चखे दौची चर्म रे स्पर्श करे दौची मुखरे कथा कुहाई दौची हस्त रे स्पर्श करे दौची पदरे गति करे दौची मूत्रमल द्वारा त्याग कर दौची मूत्रमल त्याग कर दौची जी विचार कर दौची अनुभव कर दौची अभिमान करुच्ची जी कल्पना करुच्ची जो जी करुच्ची से हूँ सत्य है ये देह भितर से जो गोटे जिनस हूँ सत्य ताकू छाड़देले विश्व ब्रह्मांड रे जहाँ रहिले सब गुड़ाक मिथ्या से सत्य पदार्थटा केवल प्राणी शरीर व्यतीत अन्य कौन सी जगार आम पाइबा ना कहीं ना से जगार से लुचिकी रहे से कहते चेतना चारि भाग विभक्त गोटे हूँ संकुचित चेतना गोटे हूँ विकसित चेतना गोटे हूँ पूर्ण विकसित चेतना गोटे हूँ आच्छादित चेतना आमर पथर गोड़ी बाली बुड़ी जो गुड़ाक रही भर जो चेतना रही से आच्छादित है निष्क्रिय हिसाब से जना पड़े अप्रकाश हिसाब से गचर जो चेतना रही टी विकास है से अल्प अल्प टे विकास है से गछ बढ़ला इत्यादि इत्यादि गचर सड़कर्म है बुझे कि जन्म वृद्धि खाद्य ग्रहण मलत्याग वंश वृद्धि विनाश ये 6 प्रकार कार्य गचर सृष्टि है तेणु आपको कहे कौन ना विकसित चेतना बुझे कि आकाश आच्छादित चेतना विकसित चेतना आउ गोटे हूँ जो प्राणी फाणी सब रहिले गचर जो चेतना रही से संकुचित चेतना आ प्राणी गुड़िक जो गुड़िक रहिले प्राणी तो ज्ञान ना ना खाली से विचारण कर विकसित चेतना प्राणी मानकर चेतना को कह विकसित चेतना वृक्षर चेतना को कह संकुचित चेतना आ मनुष्य भीतर जो चेतना अच्छे से पूर्ण विकसित चेतना कारण से चेतना पूर्ण भाव में विकास लाभ करिछि आउ से संपूर्ण रूपे तार विकास से कथा आमर भागवत लिखा है अंते मनुष्य सृष्टि कला जही विश्राम सर्वलीला जे जो जगह मनुष्य सृष्टि गला मनुष्य सागर सबु प्रकार जो कार्य चेतना चेतनार कार्य परिप्रकाश है मनुष्य स्वर को छाड़देला कौन स्वर ना जो कि चेतनार परिप्रकाश हम से मानव शरीर तम देहटा गोटे मानव शरीर तेणु यही देह भितर जो शक्ति रही से शक्ति को योग साधना द्वारा सद्गुरु उपदेश द्वारा तुम यदि चिन्ह पार जापर सत्यर संधान पाइपर। आज्ञा सत्यटा मानसिक स्थिति ना 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 मानसिक स्थिति सत्यटा तो सत्य मानसिक स्थिति कहीं शोणु गोटे कथा शुणु तू जानबू केमी गोटे डाक्तर को कहू आज्ञा ऑपरेशन आपण कर जानवी केमी केमी कहू कौन डाक्तर तू डाक्तर हो ऑपरेशन कले से जानबू तू डाक्तरी पाठ कैसा शुणु तू डाक्तरी पाठटा पढ़ले जाए डाक्तरी विद्या जानबू सेमती योग साधना कले जाए योग विद्या जानबू ना तू तू सेमती मन मन कहीदे ते किए कहीदेव तू केमी जानबू तथा थिओरी बुझेदेली ये हूँ सत्य ये हूँ मिथ्या ताको जानापी हेले तुमको किसी कर्म करने पड़ो कि साधना करने पड़ो कले से मुनि आमर भारतीय मुनि ऋषि मैंने समस्त योग साधना करके जो स्तर को जाइछंती तमें योग साधना कर स्तर को गले जापर केमी योग साधना केमी योग साधना मुझे फोन रे कहीदेमी ना जीवाक पड़े आपण ना नगले मु तो फोन रे तो कहीदेमी तू शिखिजु कि अबांतर कथा कि तो गुरु को गुरु करी 12 वर्ष कले से गुरु कहले किसी देवा तू किसी न करू करनु मत कहीदे फोन रे कहीदे मुझे शिखिजिमी हम ना आज्ञा ना सेगुड़ा संभव नुह आज्ञा अहंकार विषय आज्ञा पुणी तो मुंडटा भारी चंचल मत तो गोटे कथा कहलु मुझे अहंकार विषय तू जानिक लाभ कौन तू तू खाली पचराटा खाली पचारुचु कि तोते जो कथा कहलु मुझे तो गोटे कथा कहली जदि तू सत्य को जानबू किसी सत्य कर्म कर जानबू पुणी अहंकार फहंकार
ଅହଙ୍କାର ଗୁଡ଼ାକ ତୁ ଆସିଲି ସେ ସାଧନା କଲେ ସେଗୁଡ଼ା ଜାଣିପାରିବୁନୁ। ଆଜ୍ଞା ଆଉ କିଛି ପଚାରନା ମତେ, ସମୟ ନାହିଁ ମତେ। ତୁ ଯେତିକି କହିଲୁ ଉତ୍ତର ଦେଲି ସେତିକିରେ ରହ। ତୁ ଯଦି ପ୍ରାକ୍ଟିକାଲ କରିବୁ କୌଣସି ଜଣେ ଗୁରୁଙ୍କୁ ଧରିକି କାମ କର ଉପରକୁ ଯିବୁ ହେଲା। ଆଜ୍ଞା।